ଯାତ୍ରା ପୁସ୍ତକ 16 ପର୍ବ। ଅନନ୍ତର ସେମାନେ ଏଲିମ ଠାରୁ ଯାତ୍ରା କଲେ ଆଉ ମିଶର ଦେଶ ଛାଡ଼ିଲା ଉତ୍ତାରେ ଦ୍ୱିତୀୟ ମାସର 15 ଦିନରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ଏଲିମ ଓ ସିନିୟର ମଧ୍ୟବର୍ତ୍ତୀ ସିନ୍ ପ୍ରାନ୍ତରରେ ଉପସ୍ଥିତ ହେଲେ। ସେତେବେଳେ ଇସ୍ରାଏଲ ସନ୍ତାନମାନଙ୍କର ସମସ୍ତ ମଣ୍ଡଳୀ ମୋଶା ଓ ହାରଣଙ୍କ ବିରୁଦ୍ଧରେ ପ୍ରାନ୍ତରରେ ବଚସା କଲେ। ପୁଣି ଇସ୍ରାଏଲ ସନ୍ତାନଗଣ ସେମାନଙ୍କୁ କହିଲେ, ହାୟ ହାୟ, ଆମ୍ଭେମାନେ ଯେତେବେଳେ ମାଂସ ହାଣ୍ଡି ପାଖରେ ବସି ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରୁଥିଲୁ, ସେତେବେଳେ ଯେବେ ଆମ୍ଭେମାନେ ମିଶର ଦେଶରେ ସଦାପ୍ରଭୁଙ୍କ ହସ୍ତରେ ମରିଥାନ୍ତୁ, ତୁମ୍ଭେମାନେ ଏହି ସମସ୍ତ ମଣ୍ଡଳୀ କି କ୍ଷୁଧାରେ ମାରିବା ପାଇଁ ଆମ୍ଭମାନଙ୍କୁ ବାହାର କରି ଏହି ପ୍ରାନ୍ତରକୁ ଆଣିଲ। ତ ସଦାପ୍ରଭୁ ମୋଶାଙ୍କୁ କହିଲେ, ଦେଖ, ଆମ୍ଭେ ତୁମମାନଙ୍କ ନିମନ୍ତେ ଆକାଶରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା। ପୁଣି ଲୋକମାନେ ବାହାରକୁ ଯାଇ ପ୍ରତିଦିନ ଦିନର ନିରୂପିତ ପରିମାଣ ଅନୁସାରେ ଖାଦ୍ୟ ସଂଗ୍ରହ କରିବେ। ତହିଁରେ ସେମାନେ ଆମ୍ଭର ବ୍ୟବସ୍ଥା ଅନୁସାରେ ଚଳିବେ କି ନାହିଁ, ଆମ୍ଭେ ସେମାନଙ୍କର ଏହି ପରୀକ୍ଷା ନେବା। ଷଷ୍ଠ ଦିନରେ ସେମାନେ ଯାହା ଆଣିବେ ତାହା ରାନ୍ଧିଲେ ଦିନକୁ ଦିନ ଯାହା ସଂଗ୍ରହ କରନ୍ତି ତାହା 2 ଗୁଣ ହେବ। ଅନନ୍ତର ମୋଶା ଓ ହାରଣ ଇସ୍ରାଏଲ ସନ୍ତାନଗଣକୁ କହିଲେ, ସଦାପ୍ରଭୁ ଯେ ତୁମ୍ଭମାନଙ୍କୁ ମିଶର ଠାରୁ ବାହାର କରି ଆଣିଲେ, ଏହା ତୁମ୍ଭେମାନେ ସାନ୍ଧ୍ୟ କାଳରେ ଜାଣିବ। ପୁଣି ପ୍ରାତଃ କାଳରେ ସଦାପ୍ରଭୁଙ୍କର ମହିମା ଦେଖିବ। ଯେହେତୁ ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭେମାନେ ବଚସା ସେ ଶୁଣନ୍ତି, ଆମ୍ଭେମାନେ କିଏ ଯେ ତୁମ୍ଭେମାନେ ଆମ୍ଭମାନଙ୍କ ବିରୁଦ୍ଧରେ ବଚସା କର? ଆହୁରି ମୋଶା କହିଲେ, ସଦାପ୍ରଭୁ ସନ୍ଧ୍ୟା କାଳରେ ଭୋଜନ ନିମନ୍ତେ ତୁମ୍ଭମାନଙ୍କୁ ମାଂସ ଦେବେ ଓ ପ୍ରାତଃ କାଳରେ ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଦେବେ। ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭମାନଙ୍କ ବଚସା ସେ ଶୁଣନ୍ତି। ଆମ୍ଭେମାନେ କିଏ? ଆମ୍ଭମାନଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭମାନଙ୍କର ବଚସା ହୁଏ। ଆଉ ମୋଶା ହାରଣଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ କି କୁହ, ତୁମ୍ଭେମାନେ ସଦାପ୍ରଭୁଙ୍କ ଛାମୁକୁ ଆସ, ସେ ତୁମ୍ଭମାନଙ୍କର ବଚସା ଶୁଣିଅଛନ୍ତି। ତହିଁରେ ହାରଣ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ କି ଏହା କହିବା ବେଳେ ସେମାନେ ପ୍ରାନ୍ତର ଆଡେ ଅନାନ୍ତେ, ଦେଖ, ମେଘସ୍ତମ୍ଭ ମଧ୍ୟରେ ସଦାପ୍ରଭୁଙ୍କର ପ୍ରତାପ ଦେଖାଗଲା। ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭେ ଇସ୍ରାଏଲ ସନ୍ତାନଗଣର ବଚସା ଶୁଣିଲୁ। ତୁମ୍ଭେ ସେମାନଙ୍କୁ କୁହ, ତୁମ୍ଭେମାନେ ସନ୍ଧ୍ୟା ବେଳେ ମାଂସ ଭୋଜନ କରିବ ଓ ପ୍ରଭାତରେ ଅନ୍ନରେ ପରିତୃପ୍ତ ହେବ। ତହିଁରେ ଆମ୍ଭେ ଯେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ତାହା ଜାଣିବ। ଅନନ୍ତର ସାନ୍ଧ୍ୟ କାଳରେ ଭାଟୋଇ ପକ୍ଷୀଗଣ ଆସି ଛାଉଣି ସ୍ଥାନ ଆଚ୍ଛାଦନ କଲେ। ପୁଣି ପ୍ରାତଃ କାଳରେ ଛାଉଣି ସ୍ଥାନର ଚାରିଆଡେ କାକର ପଡ଼ିଲା। ଏଥି ଉତ୍ତାରେ ପତିତ କାକର ଊର୍ଦ୍ଧ୍ୱଗତ ହେଲାରୁ ଭୂମିସ୍ଥିତ କାକର ପରି ଗୋଲାକାର କ୍ଷୁଦ୍ର ଦ୍ରବ୍ୟ ପ୍ରାନ୍ତର ଉପରେ ପଡ଼ି ରହିଲା। ଆଉ ଇସ୍ରାଏଲ ସନ୍ତାନଗଣ ତାହା ଦେଖି ପରସ୍ପର କହିଲେ, ଏ କଣ? ଯେହେତୁ ତାହା କଣ ସେମାନେ ଜାଣିଲେ ନାହିଁ। ତହୁ ମୋଶା କହିଲେ, ଏହା ତୁମ୍ଭମାନଙ୍କ ଭୋଜନ ନିମନ୍ତେ ପ୍ରଭୁଙ୍କର ଦତ୍ତ ଅନ୍ନ। ଏ ବିଷୟରେ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି। ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଭୋଜନ ଶକ୍ତି ବୁଝି ତାହା ଗ୍ରହଣ କର। ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ତମ୍ବୁସ୍ଥିତ ପ୍ରାଣୀମାନଙ୍କ ସଂଖ୍ୟାନୁସାରେ ଏକ ଏକ ଜଣ ପାଇଁ ଏକ ଏକ ଓମର ପରିମାଣରେ ତାହା ସଂଗ୍ରହ କର। ତହିଁରେ ଇସ୍ରାଏଲ ସନ୍ତାନମାନେ ସେହି ପ୍ରକାର କଲେ। କେହି ଅଧିକ ଓ କେହି ଅଳ୍ପ ସଞ୍ଚୟ କଲେ। ଅନନ୍ତର ସେମାନେ ଓମରରେ ତା ପରିମାଣ କରନ୍ତେ, ଯେ ଅଧିକ ସଂଗ୍ରହ କରିଥିଲା ତାହାର ବଳକା ହେଲା ନାହିଁ, ପୁଣି ଯେ ଅଳ୍ପ ସଂଗ୍ରହ କରିଥିଲା ତାହାର ଅଭାବ ହେଲା ନାହିଁ। ଏହି ପ୍ରକାରେ ସେମାନେ ଭୋଜନ ଶକ୍ତି ଅନୁସାରେ ସଂଗ୍ରହ କଲେ। ଅନନ୍ତର ମୋଶା ସେମାନଙ୍କୁ କହିଲେ, ତୁମ୍ଭେମାନେ କେହି ପ୍ରାତଃକାଳ ପର୍ଯ୍ୟନ୍ତ କିଛି ରଖ ନାହିଁ। ତଥାପି ସେମାନେ ମୋଶାଙ୍କ କଥା ନ ମାନି କେହି କେହି ପ୍ରଭାତ ସମୟ ପର୍ଯ୍ୟନ୍ତ କିଛି କିଛି ରଖିଲେ। ମାତ୍ର ତହିଁରେ ପୋକ ଜନ୍ମିଲା ଓ ଦୁର୍ଗନ୍ଧ ହେଲା। ଏଣୁ ମୋଶା ସେମାନଙ୍କ ଉପରେ କ୍ରୋଧ କଲେ। ଏହି ରୂପେ ପ୍ରତିଦିନ ପ୍ରାତଃ କାଳରେ ସେମାନେ ଆପଣା ଆପଣା ଭୋଜନ ଶକ୍ତି ଅନୁସାରେ ତାହା ସଂଗ୍ରହ କଲେ। ମାତ୍ର ପ୍ରଚଣ୍ଡ ଖରା ହୁଅନ୍ତେ ତାହା ତରଳିଗଲା। ଅନନ୍ତର ଷଷ୍ଠ ଦିନରେ ସେମାନେ 2 ଗୁଣ ଅର୍ଥାତ୍ ପ୍ରତିଜଣ 2 ଓମର ଅନ୍ନ ସଂଗ୍ରହ କଲେ। ତହିଁରେ ମଣ୍ଡଳୀର ଅଧ୍ୟକ୍ଷ ସମସ୍ତେ ଆସି ମୋଶାଙ୍କୁ ଜଣାଇଲେ। ସେତେବେଳେ ମୋଶା ସେମାନଙ୍କୁ କହିଲେ, ସଦାପ୍ରଭୁ ତାହା କହିଅଛନ୍ତି, ଯଥା କାଲି ମହାବିଶ୍ରାମ ଦିନ, ଅର୍ଥାତ୍ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବିଶ୍ରାମ ହେବ। ଏହେତୁ ତୁମ୍ଭମାନଙ୍କର ଯାହା ଭାଜିବାର ତାହା ଭାଜ, ଯାହା ପାକ କରିବାର ତାହା ପାକ କର। ପୁଣି ଯାହା କିଛି ଅବଶିଷ୍ଟ ରହେ ତାହା ପ୍ରଭାତ ପର୍ଯ୍ୟନ୍ତ ସଞ୍ଚୟ କରି ରଖ। ତହିଁରେ ସେମାନେ ମୋଶାଙ୍କ ଆଜ୍ଞାନୁସାରେ ପ୍ରଭାତ ପର୍ଯ୍ୟନ୍ତ ତାହା ରଖିଲେ, ଆଉ ତାହା ଦୁର୍ଗନ୍ଧ ହେଲା ନାହିଁ।
ତହିଁରେ କି କୌଣସି ପୋକ ଜନ୍ମିଲା ନାହିଁ। ଅନନ୍ତର ମୂଷା କହିଲେ, ଆଜି ତୁମେ ମାନେ ତାହା ଭୋଜନ କର, ଯେହେତୁ ଆଜି ସଦାପ୍ରଭୁଙ୍କର ବିଶ୍ରାମ ବାର। ଆଜି ବିଲରେ ତାହା ପାଇବ ନାହିଁ। ତୁମେ ମାନେ 6 ଦିନ ତାହା ସଂଗ୍ରହ କରିବ, ମାତ୍ର ସପ୍ତମ ଦିନ ବିଶ୍ରାମ ବାର ଅଟେ, ତହିଁରେ କିଛି ମିଳିବ ନାହିଁ। ତଥାପି ସପ୍ତମ ଦିନରେ ହିଁ କେହି କେହି ତାହା ସଂଗ୍ରହ କରିବାକୁ ଗଲେ, ମାତ୍ର କିଛି ପାଇଲେ ନାହିଁ। ତହିଁରେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେମାନେ ଆମ୍ଭର ଆଜ୍ଞା ଓ ବ୍ୟବସ୍ଥା ପାଳନ କରିବାକୁ କେତେ କାଳ ଅସମ୍ମତ ଥିବ? ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କୁ ବିଶ୍ରାମ ଦିନ ଦେବା ହେତୁରୁ ଷଷ୍ଠ ଦିନରେ 2 ଦିନର ଖାଦ୍ୟ ଦିଅନ୍ତି। ତୁମେମାନେ ପ୍ରତିଜଣ ସପ୍ତମ ଦିନରେ ଆପଣା ଆପଣା ସ୍ଥାନରୁ ବାହାରି ନ ଯାଇ ସ୍ୱ ସ୍ଥାନରେ ଥାଅ। ତେବେ ଲୋକମାନେ ସପ୍ତମ ଦିନରେ ବିଶ୍ରାମ କଲେ। ପୁଣି ଇସ୍ରାଏଲ ବଂଶ ସେହି ଖାଦ୍ୟର ନାମ ମାନ୍ନା ଦେଲେ। ତାହା ଧନିଆ ପରି ଶୁକ୍ଳ ବର୍ଣ୍ଣ ଓ ତା ଆସ୍ୱାଦ ମଧୁ ମିଶ୍ରିତ ପିଷ୍ଟକ ତୁଲ୍ୟ ଥିଲା। ଅନନ୍ତର ମୂଷା କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି, ସେ ତୁମ୍ଭମାନଙ୍କୁ ମିଶ୍ର ଦେଶଠାରୁ ଆଣିବା ବେଳେ ପ୍ରାନ୍ତର ମଧ୍ୟରେ ଯେଉଁ ଅନ୍ନଭୋଜନ କରାଇଲେ, ତାହା ଯେପରି ତୁମ୍ଭମାନଙ୍କର ପୁରୁଷ ପରମ୍ପରା ଦେଖନ୍ତି, ଏ ହେତୁ ସେମାନଙ୍କ ନିମନ୍ତେ 1 ଓମର ପରିମାଣ ମାନ୍ନା ରଖ। ସେତେବେଳେ ମୂଷା ହାରୋନଙ୍କୁ କହିଲେ, ତୁମ୍ଭେ ଗୋଟିଏ ପାତ୍ର ନେଇ 1 ଓମର ପରିମାଣ ମାନ୍ନା ପୂର୍ଣ୍ଣ କରି ସଦାପ୍ରଭୁଙ୍କ ସମ୍ମୁଖରେ ରଖ। ତାହା ତୁମ୍ଭମାନଙ୍କ ପୁରୁଷ ପରମ୍ପରା ନିମନ୍ତେ ରଖାଯିବ। ତେଣୁ ହାରୋନ ମୂଷାଙ୍କ ପ୍ରତି ଉକ୍ତ ସଦାପ୍ରଭୁଙ୍କର ଆଜ୍ଞାନୁସାରେ ସାକ୍ଷ୍ୟ ସିନ୍ଧୁକ ନିକଟରେ ରଖାଯିବା ନିମିତ୍ତ ତାହା ସଞ୍ଚୟ କରି ରଖିଲେ। ଇସ୍ରାଏଲ ସନ୍ତାନମାନେ ବସତି ଦେଶରେ ଉପସ୍ଥିତ ନ ହେବା ଯାଏ 40 ବର୍ଷ ପର୍ଯ୍ୟନ୍ତ ସେହି ମାନା ଭୋଜନ କଲେ ଓ କିଣାନ ଦେଶର ସୀମାରେ ଉପସ୍ଥିତ ନ ହେବା ଯାଏ ସେମାନେ ତାହା ଖାଇଲେ। 1 ଓମର ଏଫାର ଦଶମାଂଶ। ଯାତ୍ରା ପୁସ୍ତକ 17 ପର୍ବ। ଅନନ୍ତର ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ସିନ ପ୍ରାନ୍ତରରୁ ଯାତ୍ରା କରି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନିରୂପିତ ସକଳ ଉତ୍ତରଣ ସ୍ଥାନ ଦେଇ ରଫିଦିମରେ ଛାଉଣି ସ୍ଥାପନ କଲେ। ମାତ୍ର ସେ ସ୍ଥାନରେ ଲୋକମାନଙ୍କର ପାନ କରିବାକୁ ଜଳ ନଥିଲା। ଏଣୁକରି ଲୋକମାନେ ମୂଷାଙ୍କ ସଙ୍ଗରେ ବିବାଦ କରି କହିଲେ, ଆମ୍ଭମାନଙ୍କୁ ଜଳ ଦିଅ, ଆମ୍ଭେମାନେ ପାନ କରିବୁ। ତହିଁରେ ମୂଷା କହିଲେ, ତୁମ୍ଭେମାନେ ମୋ ସାଙ୍ଗରେ କାହିଁକି ବିବାଦ କର? କି ହେତୁ ସଦାପ୍ରଭୁଙ୍କୁ ପରୀକ୍ଷା କର? ସେତେବେଳେ ଲୋକମାନେ ସେହି ସ୍ଥାନରେ ଜଳାଭାବ ହେତୁ ତୃଷାକୁଳ ହୋଇ ମୂଷାଙ୍କ ବିରୁଦ୍ଧରେ ବଚସା କରି କହିଲେ, ତୁମ୍ଭେ ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କୁ ଓ ପଶୁଗଣକୁ ପିପାସାରେ ମାରିବା ନିମନ୍ତେ ମିଶ୍ରଠାରୁ କି ହେତୁ ଆଣିଲ? ତହିଁରେ ମୂଷା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ମୁଁ ଏହି ଲୋକମାନଙ୍କ ନିମନ୍ତେ କଣ କରିବି? ସେମାନେ ମୋତେ ପଥର ପକାଇ ମାରିବାକୁ ପ୍ରାୟ ଉଦ୍ୟତ। ତେଣୁ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଯଦ୍ୱାରା ନଦୀକି ଆଘାତ କରିଥିଲ, ସେହି ଯଷ୍ଟି ହସ୍ତରେ ଘେନି କେତେକ ପ୍ରାଚୀନଙ୍କୁ ସଙ୍ଗ କରି ଇସ୍ରାଏଲ ଲୋକମାନଙ୍କ ଆଗେ ଆଗେ ଯାଅ। ଦେଖ, ଆମ୍ଭେ ହୋରେବରେ ସେହି ଶୈଳ ଉପରେ ତୁମ୍ଭ ସମ୍ମୁଖରେ ଠିଆ ହେବା। ତୁମ୍ଭେ ସେହି ଶୈଳକୁ ଆଘାତ କଲେ ତହିଁରୁ ଜଳ ନିର୍ଗତ ହେବ, ଆଉ ଲୋକମାନେ ତାହା ପାନ କରିବେ। ତେବେ ମୂଷା ଇସ୍ରାଏଲର ପ୍ରାଚୀନ ବର୍ଗଙ୍କ ଦୃଷ୍ଟିରେ ସେହି ରୂପେ କଲେ। ପୁଣି ସେହି ସ୍ଥାନରେ ଇସ୍ରାଏଲ ସନ୍ତାନଗଣର ବିବାଦ ହେତୁରୁ ଓ ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି କି ନାହିଁ, ଏହା କହି ସଦାପ୍ରଭୁଙ୍କୁ ପରୀକ୍ଷା କରିବା ହେତୁରୁ ସେ ସେହି ସ୍ଥାନର ନାମ ମସ୍ସା ବା ମିରିବା ପରୀକ୍ଷା ଓ ବିବାଦ ରଖିଲେ। ସେହି ସମୟରେ ଅମାଲେକ ଆସି ରଫିଦିମରେ ଇସ୍ରାଏଲ ସହିତ ଯୁଦ୍ଧ କଲେ। ତହିଁରେ ମୂଷା ଜିଓସିଓଙ୍କୁ କହିଲେ, ତୁମ୍ଭେ ଆମମାନଙ୍କ ନିମନ୍ତେ ଲୋକ ମନୋନୀତ କରି ଅମାଲେକ ସହିତ ଯୁଦ୍ଧ କରିବାକୁ ଯାଅ। କାଲି ମୁଁ ଆପଣା ହସ୍ତରେ ପରମେଶ୍ୱରଙ୍କ ଯଷ୍ଟି ଘେନି ପର୍ବତ ଶୃଙ୍ଗରେ ଛିଡ଼ା ହେବି। ତ ମୂଷାଙ୍କ ଆଜ୍ଞା ଅନୁସାରେ ଜିଓସିଓ ଅମାଲେକ ସହିତ ଯୁଦ୍ଧ କଲେ। ପୁଣି ମୂଷା ଓ ହାରୋନ ଦୂର ପର୍ବତ ଶୃଙ୍ଗରେ ଆରୋହଣ କଲେ। ପୁଣି ମୂଷା ଆପଣା ହସ୍ତ ଉର୍ଦ୍ଧ୍ୱକୁ ଟେକିଥିବା ସମୟରେ ଇସ୍ରାଏଲ ଜୟୀ ହେଲେ ଓ ସେ ଆପଣା ହସ୍ତ ନୁଆଇଥିବା ସମୟରେ ଅମାଲେକ ଜୟୀ ହେଲେ। ମାତ୍ର ମୂଷାଙ୍କର ହସ୍ତ ଭାରି ହେଲା, ଏହେତୁ ସେମାନେ ଖଣ୍ଡିଏ ପ୍ରସ୍ତର ଆଣି ତାହା ତଳେ ରଖନ୍ତେ ମୂଷା ତହିଁ ଉପରେ ବସିଲେ। ପୁଣି ହାରୋନ ଓ ହୁର ଜଣେ ଏପାଖେ ଆଉ ଜଣେ ସେପାଖେ ତାଙ୍କ ହାତ ଟେକି ଧରିଲେ। ତହିଁରେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ତାଙ୍କର ହସ୍ତ ସ୍ଥିର ରହିଲା। ଏଣୁ ଜିହୋସିଓ ଅମାଲେକକୁ ଓ ତାହାର ଲୋକମାନଙ୍କୁ ଖଡ୍ଗ ଧାରରେ ପରାସ୍ତ କଲେ।
ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ଏହି କଥା ସ୍ମରଣାର୍ଥେ ପୁସ୍ତକରେ ଲେଖି ରଖ। ପୁଣି ଝିଅସୁଅର କର୍ଣ୍ଣଗୋଚରରେ ତାହା ପାଠ କର, ଯଥା ଆମେ ଆକାଶ ତଳରୁ ଅମାଲେକର ସ୍ମରଣ ଲୋପ କରିବା। ତହିଁରେ ମୂଷା ଗୋଟିଏ ବେଦୀ ନିର୍ମାଣ କରି ତହିଁର ନାମ ଜିହୋବା ନିସି, ସଦାପ୍ରଭୁ ମୋର ଧ୍ୱଜା ରଖିଲେ। ପୁଣି ସେ ସଦାପ୍ରଭୁଙ୍କ ଧ୍ୱଜାରେ ହସ୍ତ ଦେଇ କହିଲେ, ପୁରୁଷାନୁକ୍ରମେ ଅମାଲେକ ସହିତ ସଦାପ୍ରଭୁଙ୍କର ଯୁଦ୍ଧ ହେବ। ଯାତ୍ରା ପୁସ୍ତକ 18 ପର୍ବ। ଅନନ୍ତର ପରମେଶ୍ୱର ମୂଷାଙ୍କ ନିମନ୍ତେ ଓ ଆପଣା ଲୋକ ଇସ୍ରାଏଲ ନିମନ୍ତେ ଯେ କର୍ମ କରିଅଛନ୍ତି, ବିଶେଷରେ ଇସ୍ରାଏଲ ବଂଶକୁ ମିଶ୍ର ଠାରୁ କିପରି ବାହାର କରି ଆଣିଅଛନ୍ତି, ଏହିସବୁ କଥା ମୂଷାଙ୍କର ଶ୍ୱଶୁର ମିଦିଆନୀୟ ପାଳକ ଜିଥ୍ରୋ ଶୁଣିବାକୁ ପାଇଲେ। ତହିଁରେ ମୂଷାଙ୍କର ଶ୍ୱଶୁର ସେହି ଜିଥ୍ରୋ ଆପଣା ଗୃହକୁ ପ୍ରେରିତା ମୂଷାଙ୍କର ଭାର୍ଯ୍ୟା ସିପୋରାକୁ ଓ ତାହାର 2 ପୁତ୍ରଙ୍କୁ ସଙ୍ଗରେ ନେଲେ। ସେହି 2 ପୁତ୍ର ମଧ୍ୟରେ ଜଣକର ନାମ ଗେର୍ଶମ, ଏହି ସ୍ଥାନର ପ୍ରବାସୀ, କାରଣ ସେ କହିଥିଲେ, ମୁଁ ପରଦେଶରେ ପ୍ରବାସୀ ହେଲି। ପୁଣି ଅନ୍ୟର ନାମ ଇଲିଏସର, ପରମେଶ୍ୱର ଉପକାରୀ, କାରଣ ସେ କହିଥିଲେ, ମୋ ପିତାଙ୍କ ପରମେଶ୍ୱର ମୋର ଉପକାରୀ ହୋଇ ଫାରୋଙ୍କର ଖଡ୍ଗରୁ ମୋତେ ଉଦ୍ଧାର କଲେ। ଅନନ୍ତର ମୂଷାଙ୍କର ଶ୍ୱଶୁର ଜିଥ୍ରୋ ମୂଷାଙ୍କର ସେହି 2 ପୁତ୍ର ଓ ଭାର୍ଯ୍ୟାକୁ ସଙ୍ଗରେ ଘେନି ପ୍ରାନ୍ତରରେ ମୂଷାଙ୍କ ନିକଟକୁ, ଅର୍ଥାତ୍ ପରମେଶ୍ୱରଙ୍କ ପର୍ବତର ଯେଉଁ ସ୍ଥାନରେ ସେ ଛାଉଣି ସ୍ଥାପନ କରିଥିଲେ, ସେହି ସ୍ଥାନକୁ ଆସିଲେ। ପୁଣି ସେ ମୂଷାଙ୍କୁ ଜଣାଇଲେ, ତୁମର ଶ୍ୱଶୁର ଜିଥ୍ରୋ, ମୁଁ ଓ ତୁମର ଭାର୍ଯ୍ୟା, ତା ସହିତ ତୁମର 2 ପୁତ୍ର, ଆମେ ସମସ୍ତେ ତୁମ ନିକଟକୁ ଆସିଅଛୁ। ସେତେବେଳେ ମୂଷା ଆପଣା ଶ୍ୱଶୁର ସହିତ ସାକ୍ଷାତ କରିବାକୁ ବାହାରି ଯାଇ ତାଙ୍କୁ ପ୍ରଣାମ ଓ ଚୁମ୍ବନ କଲେ। ପୁଣି ପରସ୍ପର ମଙ୍ଗଳ ବାର୍ତ୍ତା ପଚାରିଲା ଉତ୍ତାରେ ସେମାନେ ତମ୍ବୁରେ ପ୍ରବେଶ କଲେ। ଅନନ୍ତର ସଦାପ୍ରଭୁ ଇସ୍ରାଏଲ ଲାଗି ଫାରୋଙ୍କ ପ୍ରତି ଓ ମିଶ୍ରମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ପଥରେ ସେମାନଙ୍କ ପ୍ରତି ଯେ ସବୁ କ୍ଲେଶ ଘଟିଅଛି ଓ ସଦାପ୍ରଭୁ ଯେ ପ୍ରକାରେ ସେମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହିସବୁ ବୃତ୍ତାନ୍ତ ମୂଷା ଆପଣା ଶ୍ୱଶୁରଙ୍କୁ ଜଣାଇଲେ। ତହିଁରେ ସଦାପ୍ରଭୁ ମିଶ୍ରମାନଙ୍କ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କରି ଯେ ସବୁ ମଙ୍ଗଳ ପ୍ରଦାନ କରିଅଛନ୍ତି, ତହିଁ ନିମନ୍ତେ ଜିଥ୍ରୋ ଅତି ଆହ୍ଲାଦିତ ହେଲେ। ପୁଣି ଜିଥ୍ରୋ କହିଲେ, ଯେଉଁ ସଦାପ୍ରଭୁ ମିଶ୍ରମାନଙ୍କର ଓ ଫାରୋଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଆଉ ମିଶ୍ରମାନଙ୍କ ଅଧୀନତାରୁ ଲୋକମାନଙ୍କୁ ଉଦ୍ଧାର କରିଅଛନ୍ତି, ସେ ଧନ୍ୟ। ସଦାପ୍ରଭୁ ସମସ୍ତ ଦେବଗଣ ଠାରୁ ଅଧିକ ମହାନ, ଏହା ମୁଁ ଏବେ ଜାଣିଲି। ହଁ, ସେମାନେ ଯେଉଁ ବିଷୟରେ ସେମାନଙ୍କ ବିରୁଦ୍ଧରେ ଗର୍ବ କରିଥିଲେ, ସେ ବିଷୟରେ ସେ ମହାନ। ଅନନ୍ତର ମୂଷାଙ୍କର ଶ୍ୱଶୁର ଜିଥ୍ରୋ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମ ଓ ନୈବେଦ୍ୟ ଉତ୍ସର୍ଗ କଲେ। ପୁଣି ହାରୋଣ ଓ ଇସ୍ରାଏଲର ସମସ୍ତ ପ୍ରାଚୀନ ବର୍ଗ ଆସି ପରମେଶ୍ୱରଙ୍କ ସମ୍ମୁଖରେ ମୂଷାଙ୍କ ଶ୍ୱଶୁର ସଙ୍ଗରେ ଭୋଜନ କଲେ। ତହିଁ ଆର ଦିନ ମୂଷା ଲୋକମାନଙ୍କର ବିଚାର କରିବାକୁ ବସନ୍ତେ, ଲୋକମାନେ ପ୍ରଭାତ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ସମ୍ମୁଖରେ ଛିଡ଼ା ହୋଇ ରହିଲେ। ସେତେବେଳେ ମୂଷା ଲୋକମାନଙ୍କ ବିଷୟରେ ଯାହା ଯାହା କଲେ, ତାଙ୍କର ଶ୍ୱଶୁର ତାହା ଦେଖି କହିଲେ, ତୁମ୍ଭେ ଲୋକମାନଙ୍କ ପ୍ରତି ଏ କି ରୂପେ ବ୍ୟବହାର କରୁଅଛ? ତୁମ୍ଭେ କି ହେତୁ ଏକାକୀ ବସ ଓ ସମସ୍ତ ଲୋକ ପ୍ରଭାତ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତୁମ୍ଭ ଚାରିଆଡ଼େ କାହିଁକି ଠିଆ ହୋଇ ରହନ୍ତି? ତହିଁରେ ମୂଷା ଆପଣା ଶ୍ୱଶୁରଙ୍କୁ କହିଲେ, ଲୋକମାନେ ପରମେଶ୍ୱରଙ୍କ ବିଚାର ବୁଝିବା ପାଇଁ ମୋ ପାଖକୁ ଆସନ୍ତି ଓ ସେମାନଙ୍କର କୌଣସି ବିବାଦ ହେଲେ ମୋ ପାଖକୁ ଆସନ୍ତି। ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧ୍ୟରେ ବିଚାର କରେ। ପୁଣି ପରମେଶ୍ୱରଙ୍କ ବିଧି ଓ ବ୍ୟବସ୍ଥା ସବୁ ସେମାନଙ୍କୁ ଜ୍ଞାତ କରାଏ। ଅନନ୍ତର ମୂଷାଙ୍କର ଶ୍ୱଶୁର କହିଲେ, ତୁମ୍ଭର ଏହି କର୍ମ ଭଲ ନୁହେଁ। ତୁମ୍ଭେ ଓ ତୁମ୍ଭ ସଙ୍ଗୀ ଏହି ଲୋକମାନେ ଦୁହେଁ ନିଶ୍ଚୟ କ୍ଷୀଣ ହୋଇଯିବ, କାରଣ ଏ କାର୍ଯ୍ୟ ତୁମ୍ଭ ନିମନ୍ତେ ଅତି ଭାରି। ତୁମ୍ଭେ ଏକାକୀ ଏହା ସାଧନ କରି ନ ପାର। ଏହେତୁ ମୋ କଥାରେ ମନୋଯୋଗ କର, ମୁଁ ତୁମ୍ଭକୁ ପରାମର୍ଶ ଦେବି। ପୁଣି ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହେଉନ୍ତୁ। ପରମେଶ୍ୱରଙ୍କ ଛାମୁରେ ତୁମ୍ଭେ ଲୋକମାନଙ୍କର ପକ୍ଷ ହୋଇ ସେମାନଙ୍କ କଥା ପରମେଶ୍ୱରଙ୍କ ନିକଟରେ ଜଣାଅ। ପୁଣି ତୁମ୍ଭେ ସେମାନଙ୍କୁ ବିଧି ଓ ବ୍ୟବସ୍ଥାର ଉପଦେଶ ଦିଅ ଓ ସେମାନଙ୍କର ଗନ୍ତବ୍ୟ ପଥ ଓ କର୍ତ୍ତବ୍ୟ କର୍ମ ଦେଖାଅ। ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍ ପରମେଶ୍ୱରଙ୍କ ପ୍ରତି ଭୟକାରୀ, ସତ୍ୟବାଦୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକମାନଙ୍କୁ ମନୋନୀତ କର। ପୁଣି ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚଶତପତି ଓ ଦଶପତି ରୂପେ ନିଯୁକ୍ତ କର।
ସେମାନେ ସର୍ବଦା ଲୋକମାନଙ୍କର ବିଚାର କରନ୍ତୁ। ପୁଣି କୌଣସି ବଡ଼ କଥା ହେଲେ ତୁମ୍ଭ ନିକଟକୁ ଆଣିବେ। ମାତ୍ର କ୍ଷୁଦ୍ର କଥା ସବୁ ସେମାନେ ଆପେ ବିଚାର କରିବେ। ତାହାହେଲେ ତୁମ୍ଭ ନିଜ କର୍ମର ଉଶ୍ୱାସ ହେବ। ପୁଣି ସେମାନେ ତୁମ୍ଭ ସହିତ ଭାର ବହିବେ। ତୁମ୍ଭେ ଯେବେ ଏପରି କରିବ, ପୁଣି ପରମେଶ୍ୱର ଏପରି କରିବା ପାଇଁ ଆଜ୍ଞା ଦେବେ, ତେବେ ତୁମେ ସହିପାରିବ। ଆଉ ଏହି ସବୁ ଲୋକମାନେ କୁଶଳରେ ସ୍ୱସ୍ଥାନକୁ ଯିବେ। ଅନନ୍ତର ମୂଷା ଆପଣା ଶ୍ୱଶୁରଙ୍କ କଥାରେ ମନୋଯୋଗ କରି ତାଙ୍କର ବାକ୍ୟାନୁସାରେ ସବୁ କର୍ମ କଲେ। ପୁଣି ମୂଷା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ରପତି, ଶତପତି, ପଞ୍ଚଶତପତି ଓ ଦଶପତି ରୂପେ ନିଯୁକ୍ତ କଲେ। ତହୁଁ ସେମାନେ ସବୁ ସମୟରେ ଲୋକମାନଙ୍କର ବିଚାର କଲେ। କଠିନ ବିଚାର ସବୁ ମୂଷାଙ୍କ ପାଖକୁ ଆଣିଲେ, ମାତ୍ର କ୍ଷୁଦ୍ର କ୍ଷୁଦ୍ର କଥା ସବୁ ଆପେ ଆପେ ବିଚାର କଲେ। ଅନନ୍ତର ମୂଷା ଆପଣା ଶ୍ୱଶୁରଙ୍କୁ ବିଦାୟ କରନ୍ତେ ସେ ସ୍ୱଦେଶକୁ ପ୍ରସ୍ଥାନ କଲେ। ଯାତ୍ରା ପୁସ୍ତକ 19 ପର୍ବ। ମିଶର ଦେଶରୁ ଇସ୍ରାଏଲ ସନ୍ତାନଗଣ ବାହାର ହେବାର ତୃତୀୟ ମାସର ପ୍ରଥମ ଦିନରେ ସେମାନେ ସିନୟ ପ୍ରାନ୍ତରରେ ଉପସ୍ଥିତ ହେଲେ। ସେମାନେ ରଫିଦିମଠାରୁ ଯାତ୍ରା କରି ସିନୟ ପ୍ରାନ୍ତରରେ ଉପସ୍ଥିତ ହୁଅନ୍ତେ ସେହି ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ। ଇସ୍ରାଏଲ ସେହି ସ୍ଥାନରେ ପର୍ବତ ସମ୍ମୁଖରେ ଛାଉଣି ସ୍ଥାପନ କଲେ। ଅନନ୍ତର ମୂଷା ପରମେଶ୍ୱରଙ୍କ ନିକଟକୁ ଆରୋହଣ କରନ୍ତେ ସଦାପ୍ରଭୁ ପର୍ବତରୁ ତାଙ୍କୁ ଡାକି କହିଲେ, ତୁମେ ଯାକୁବ ବଂଶକୁ ଏହି କଥା କୁହ ଓ ଇସ୍ରାଏଲ ସନ୍ତାନଗଣକୁ ଏହା ଜଣାଅ। ଆମେ ମିଶ୍ରୀୟମାନଙ୍କ ପ୍ରତି ଯାହା କଲୁ ଓ ତୁମ୍ଭମାନଙ୍କୁ କି ରୂପେ ଉତ୍କୃଷ୍ଟ ପକ୍ଷୀର ପକ୍ଷ ବହି ଆପଣା ନିକଟକୁ ଆଣିଲୁ, ତାହା ତୁମ୍ଭେମାନେ ଦେଖିଅଛ। ଏବେ ତୁମ୍ଭେମାନେ ଯେବେ ଆମ୍ଭ ରବରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ, କାରଣ ସମସ୍ତ ପୃଥିବୀ ଆମ୍ଭର। ପୁଣି ତୁମ୍ଭେମାନେ ଆମ୍ଭ ନିମନ୍ତେ ଯାଜକମାନଙ୍କର ଏକ ରାଜବଂଶ ଓ ଏକ ପବିତ୍ର ଗୋଷ୍ଠୀ ହେବ। ଏହିସବୁ କଥା ତୁମ୍ଭେ ଇସ୍ରାଏଲ ସନ୍ତାନମାନଙ୍କୁ କୁହ। ତହୁଁ ମୂଷା ଆସି ଲୋକମାନଙ୍କର ପ୍ରାଚୀନ ବର୍ଗଙ୍କୁ ଡକାଇ ସଦାପ୍ରଭୁଙ୍କ ଦ୍ୱାରା ଆଦିଷ୍ଟ ଏହିସବୁ କଥା ସେମାନଙ୍କୁ ଅଗ୍ରାତେ ପ୍ରସ୍ତାବ କଲେ। ତହିଁରେ ସମସ୍ତ ଲୋକ ଏକ ସଙ୍ଗରେ ଅଙ୍ଗୀକାର କରି କହିଲେ, ସଦାପ୍ରଭୁ ଯେଉଁ କଥା କହିଅଛନ୍ତି ତାହା ସବୁ ଆମ୍ଭେମାନେ କରିବା। ସେତେବେଳେ ମୂଷା ସଦାପ୍ରଭୁଙ୍କ ନିକଟରେ ଲୋକମାନଙ୍କ କଥା ଜଣାଇଲେ। ତେଣୁ ସଦାପ୍ରଭୁ ମୂଷାଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭ ସହିତ କଥା କହିଲା ବେଳେ ଲୋକମାନେ ଯେପରି ତାହା ଶୁଣିପାରିବେ ମଧ୍ୟ ତୁମ୍ଭଠାରେ ସର୍ବଦା ପ୍ରତ୍ୟୟ କରିବେ, ଏଥିପାଇଁ ଆମ୍ଭେ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସୁଅଛୁ। ଏଥି ଉତ୍ତାରେ ମୂଷା ଲୋକମାନଙ୍କ କଥା ସଦାପ୍ରଭୁଙ୍କୁ ଜଣାଇଲେ। ତେଣୁ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଲୋକମାନଙ୍କ ନିକଟକୁ ଯାଇ ଆଜି ଓ କାଲି ସେମାନଙ୍କୁ ପବିତ୍ର କର। ପୁଣି ସେମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତୁ ଓ ତୃତୀୟ ଦିନ ନିମନ୍ତେ ସମସ୍ତେ ପ୍ରସ୍ତୁତ ହେଉନ୍ତୁ, କାରଣ ତୃତୀୟ ଦିନରେ ସଦାପ୍ରଭୁ ସମସ୍ତ ଲୋକଙ୍କ ସାକ୍ଷାତରେ ସିନୟ ପର୍ବତ ଉପରକୁ ଓହ୍ଲାଇ ଆସିବେ। ଏହେତୁ ତୁମ୍ଭେ ଲୋକମାନଙ୍କ ଚତୁର୍ଦିଗରେ ସୀମା ନିରୂପଣ କରି ଏହି କଥା କୁହ। ତୁମ୍ଭେମାନେ ପର୍ବତାରୋହଣ ଓ ତହିଁର ସୀମା ସ୍ପର୍ଶ କରିବାକୁ ସାବଧାନ ହୁଅ। ଯେ କି ପର୍ବତ ସ୍ପର୍ଶ କରିବ, ସେ ଅବଶ୍ୟ ହତ ହେବ। କାହାର ହାତ କାହାକୁ ସ୍ପର୍ଶ କରିବ ନାହିଁ, ମାତ୍ର ସେ ଅବଶ୍ୟ ବସ୍ତ୍ରାଘାତରେ ହତ ହେବ, କିନ୍ତୁ ବାଣ ଦ୍ୱାରା ବିଦ୍ଧ ହେବ। ପଶୁ ହେଉ କି ମନୁଷ୍ୟ ହେଉ କଦାପି ବଞ୍ଚିବ ନାହିଁ। ତୁରୀ ଦୀର୍ଘଧ୍ୱନି ହେଲେ ସେମାନେ ପର୍ବତ ପର୍ଯ୍ୟନ୍ତ ଉଠି ଆସିବେ। ଅନନ୍ତର ମୂଷା ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଆସି ସେମାନଙ୍କୁ ପବିତ୍ର କଲେ। ପୁଣି ସେମାନେ ଆପଣା ଆପଣା ବସ୍ତ୍ର ସବୁ ଧୌତ କଲେ। ତହୁଁ ସେ ଲୋକମାନଙ୍କୁ କହିଲେ, ତୁମେମାନେ ତୃତୀୟ ଦିନ ନିମନ୍ତେ ପ୍ରସ୍ତୁତ ହୁଅ, ଆପଣା ଆପଣା ଭାର୍ଯ୍ୟା ନିକଟକୁ ଯାଅ ନାହିଁ। ଅନନ୍ତର ତୃତୀୟ ଦିନର ପ୍ରଭାତ ହୁଅନ୍ତେ ମେଘ ଗର୍ଜନ ଓ ବିଜୁଳି ଓ ପର୍ବତ ଉପରେ ନିବିଡ଼ ମେଘ ଓ ଅତିଶୟ ଉଚ୍ଚ ସ୍ୱରରେ ତୁରୀଧ୍ୱନି ହେବାକୁ ଲାଗିଲା। ତହିଁରେ ଛାଉଣି ସ୍ଥିତ ସମସ୍ତ ଲୋକ କମ୍ପାନିତ ହେଲେ। ତ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ମୂଷା ଲୋକମାନଙ୍କୁ ଛାଉଣିରୁ ବାହାର କରି ଆଣିଲେ। ତହିଁରେ ସେମାନେ ପର୍ବତର ତଳେ ଛିଡ଼ା ହେଲେ। ସେତେବେଳେ ସିନୟ ପର୍ବତ ଧୂମମୟ ଥିଲା, କାରଣ ସଦାପ୍ରଭୁ ଅଗ୍ନିବାହନରେ ତହିଁ ଉପରେ ଅବରୋହଣ କଲେ। ତହିଁରେ ଭାଟିର ଧୂମ ପରି ତହିଁରୁ ଧୂମ ଉଠିଲା। ପୁଣି ସମୁଦାୟ ପର୍ବତ ଅତିଶୟ କମ୍ପିଲା। ପୁଣି ତୁରୀ ଶବ୍ଦ କ୍ରମଶଃ ଅତିଶୟ ଉଚ୍ଚ ହୁଅନ୍ତେ ମୂଷା କଥା କହିଲେ।
ତହିଁରେ ପରମେଶ୍ୱର ଏକ ରବ ଦ୍ୱାରା ତାଙ୍କୁ ଉତ୍ତର ଦେଲେ। ଅନନ୍ତର ସଦାପ୍ରଭୁ ସିନୟ ପର୍ବତ ଉପରେ ଅର୍ଥାତ୍ ପର୍ବତ ଶୃଙ୍ଗରେ ଅବରୋହଣ କଲା ଉତ୍ତାରେ ମୂଷାଙ୍କୁ ସେହି ପର୍ବତ ଶୃଙ୍ଗକୁ ଡାକିଲେ। ତହିଁରେ ମୂଷା ଆରୋହଣ କଲେ। ସେତେବେଳେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଯାଇ ଲୋକମାନଙ୍କୁ ଦୃଢ଼ ଆଦେଶ କର, ନଇଲେ ସଦାପ୍ରଭୁଙ୍କୁ ଦେଖିବା ପାଇଁ ସୀମା ଲଙ୍ଘନ କଲେ ସେମାନଙ୍କ ମଧ୍ୟରୁ ଅନେକ ବିନଷ୍ଟ ହେବେ। ଆଉ ଯେଉଁ ଯାଜକମାନେ ସଦାପ୍ରଭୁଙ୍କ ନିକଟବର୍ତ୍ତୀ ହୋଇଥାନ୍ତି ସେମାନେ ହିଁ ଆପଣାମାନଙ୍କୁ ପବିତ୍ର କରନ୍ତୁ, ନଇଲେ ସେ ସେମାନଙ୍କୁ ଆକ୍ରମଣ କରିବେ। ତହିଁରେ ମୂଷା ସଦାପ୍ରଭୁଙ୍କୁ କହିଲେ, ଲୋକମାନେ ସିନୟ ପର୍ବତରେ ଆରୋହଣ କରିପାରନ୍ତି ନାହିଁ, କାରଣ ତୁମେ ଦୃଢ଼ ଆଜ୍ଞା ଦେଇ ଆମ୍ଭମାନଙ୍କୁ କହିଅଛ, ପର୍ବତର ସୀମା ନିରୂପଣ କର ଓ ତାହା ପବିତ୍ର କର। ତେବେ ସଦାପ୍ରଭୁ ତାହାଙ୍କୁ କହିଲେ, ଯାଅ, ଓହ୍ଲାଅ। ପୁଣି ତୁମ୍ଭେ ଆରୋହଣକୁ ସଙ୍ଗରେ ନେଇ ଆରୋହଣ କରିବ। ମାତ୍ର ଯାଜକଗଣ ଓ ଲୋକମାନଙ୍କ ଉପରେ ସଦାପ୍ରଭୁ ଯେପରି ଆକ୍ରମଣ ନ କରନ୍ତି, ଏଥିପାଇଁ ସେମାନେ ତାହାଙ୍କ ଛାମକୁ ଆସିବା ପାଇଁ ସୀମା ଅତିକ୍ରମ ନ କରନ୍ତୁ। ତହୁ ମୂଷା ଲୋକମାନଙ୍କ ନିକଟକୁ ଓହ୍ଲାଇ ଯାଇ ସେମାନଙ୍କୁ ସେହି ପ୍ରକାର ଆଜ୍ଞା ଦେଲେ। ପ୍ରେଜ୍ ଦ ଲର୍ଡ। ଗୁଡ୍ ମର୍ଣ୍ଣିଂ। ବାଇବଲ ପଠନ କକ୍ଷକୁ ଆପଣମାନଙ୍କର ସ୍ୱାଗତ। ଆଜି ଦିନ ସଂଖ୍ୟା 15 ବୁଧବାର। ଆଜି ଆମ୍ଭେମାନେ ଯାତ୍ରା ପୁସ୍ତକ 16 ପର୍ବରୁ 19 ପର୍ବକୁ ପାଠ କଲେ। ଆସନ୍ତୁ ତାର ସାରାଂଶକୁ ଆମ୍ଭେମାନେ ଚିନ୍ତା କରିବା। ଇସ୍ରାଏଲ ଲୋକମାନେ ଯେତେବେଳେ ସିନ୍ ପ୍ରାନ୍ତରରେ ଉପସ୍ଥିତ ହେଲେ, ସେଠାରେ ସମସ୍ତ ମଣ୍ଡଳୀ ଖାଦ୍ୟର ଅଭାବକୁ ନେଇ ବଚସା କଲେ। ତହିଁରେ ସଦାପ୍ରଭୁ ସେମାନଙ୍କୁ ଭାଟୋଇ ପକ୍ଷୀ ଓ ମାନ୍ନା ପ୍ରଦାନ କଲେ। ସେମାନେ ରଫାଦିମ୍ ଠାରେ ତମ୍ବୁ ପକାଇବା ସମୟରେ ତିକ୍ତ ଜଳର ପ୍ରଥମ ଘଟଣା ମାରା ନାମକ ସ୍ଥାନରେ ଘଟିଲା। ଏଥି ଉତ୍ତାରେ ଇସ୍ରାଏଲୀୟମାନେ ଆମାଲେକୀୟମାନଙ୍କୁ ପରାସ୍ତ କଲେ। ମୋଶାଙ୍କ ଶ୍ୱଶୁର ଜିତ୍ର କୋର୍ଟ ବ୍ୟବସ୍ଥା, ନ୍ୟାୟ ବ୍ୟବସ୍ଥା ବା ବିଚାର କରିବାର ବ୍ୟବସ୍ଥା ସ୍ଥାପନ କରିବା ପାଇଁ ମୋଶାଙ୍କୁ ପରାମର୍ଶ ଦେଲେ। ମିଶ୍ର ପରିତ୍ୟାଗ କରିବାର 2 ମାସ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ସିନୟ ପର୍ବତରେ ଉପସ୍ଥିତ ହେଲେ। ସିନୟ ପର୍ବତରେ ସଦାପ୍ରଭୁ ଅବ୍ରାହମ, ଇସାହାକ ଓ ଯାକୋବଙ୍କ ପ୍ରତି କରିଥିବା ସମାନ ପ୍ରତିଜ୍ଞା ଇସ୍ରାଏଲ ସନ୍ତାନଗଣ ପ୍ରତି କଲେ। ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଓ ତୁମ୍ଭେ ଆମ୍ଭର ଲୋକ। ସିନୟ ପର୍ବତରେ ସଦାପ୍ରଭୁ ଏହି ନିୟମ ସ୍ଥାପନ କଲେ। ସଦାପ୍ରଭୁ ସେମାନଙ୍କର ନିକଟବର୍ତ୍ତୀ ହୋଇ ରହିବା ପାଇଁ ଏକ ବ୍ୟବସ୍ଥା ଦ୍ୱାରା ସେମାନଙ୍କୁ ଶାସନ କରିବା ନିମନ୍ତେ ଗୋଟିଏ ନିୟମ ସ୍ଥାପନ କଲେ। ସଦାପ୍ରଭୁ ବ୍ୟବସ୍ଥା ଦେବା ହେଉଛି ଯାତ୍ରା ପୁସ୍ତକର ସବୁଠାରୁ ମହତ୍ୱପୂର୍ଣ୍ଣ ଘଟଣା ବା ବିଷୟବସ୍ତୁ। ଯେହେତୁ ଈଶ୍ୱର ଲୋକମାନଙ୍କୁ ପ୍ରେମ କରୁଥିଲେ, ଏଣୁ ଇସ୍ରାଏଲ ଲୋକମାନଙ୍କ ଉପରେ ରାଜତ୍ୱ କରିବାର ଏକମାତ୍ର ମାଧ୍ୟମ ଥିଲା ତାଙ୍କ ରାଜ୍ୟର ସମ୍ବିଧାନ ସେମାନଙ୍କୁ ଦେବା। ଯାତ୍ରା ପୁସ୍ତକ 19 ପର୍ବ 5 ଆଉ 6 ପଦ ଅନୁସାରେ ଏ ପ୍ରକାର ପ୍ରଭୁ କହିଲେ, ଏବେ ତୁମ୍ଭେମାନେ ଯେବେ ଆମ୍ଭ ରବରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ, କାରଣ ସମସ୍ତ ପୃଥିବୀ ଆମ୍ଭର। ପୁଣି ତୁମ୍ଭେମାନେ ଆମ୍ଭ ନିମନ୍ତେ ଯାଜକମାନଙ୍କର ଏକ ରାଜବଂଶ ଓ ଏକ ପବିତ୍ର ଗୋଷ୍ଠୀ ହେବ। ଏହିସବୁ କଥା ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ। ଏହି ଆଜ୍ଞା ପରମେଶ୍ୱର ମୋଶାଙ୍କୁ ଦେଲେ। ପୁଣି ମୋଶାଙ୍କ ଦେଇ ଇସ୍ରାଏଲ ଲୋକମାନଙ୍କ ନିକଟରେ ଏହା ପହଞ୍ଚିଲା। ଆଉ ଏହି ନିୟମ ଦ୍ୱାରା ଇସ୍ରାଏଲ ଲୋକମାନେ ଓ ଈଶ୍ୱର ଗୋଟେ ନିୟମ ବା ଗୋଟେ ଚୁକ୍ତିରେ ଆବଦ୍ଧ ହେଲେ। ଆଜିର ପଠନରେ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।